ଆସନ୍ତୁ ଆମେ ଏହି ଭିଡ଼ିଓଟିରେ ଆଲୋଚନା କରିବା ବିବିଧ କୁଇଜ୍। ତେବେ ଏହି ଭିଡ଼ିଓଟିରେ ଅଛି ପୃଥିବୀର କେଉଁ ପକ୍ଷୀର ଡେଣାର ରଙ୍ଗ 9 ପ୍ରକାର, ଦୁଗ୍ଧ ଉତ୍ପାଦନରେ କେଉଁ ଦେଶ ପ୍ରଥମ, କଳିଙ୍ଗ ଯୁଦ୍ଧରେ କେଉଁ ନଦୀର ପାଣି ଲାଲ ହୋଇଥିଲା, ଭାରତକୁ ଆସିଥିବା ପ୍ରଥମ ଚୀନ ପରିବ୍ରାଜକ କିଏ, ଭାରତର ସବୁଠାରୁ ଲମ୍ବା ସୁଡ଼ଙ୍ଗ କେଉଁଠାରେ ଅବସ୍ଥିତ। ଏହିଭଳି ଭଳି ଅନେକ ପ୍ରଶ୍ନ ଏବଂ ଉତ୍ତର। ଆଶା କରୁଛି ଏ ଭିଡ଼ିଓଟି ନିଶ୍ଚିତ ଭାବରେ ଉପାଦେୟ ହେବ। ପ୍ରଥମ ପ୍ରଶ୍ନ, କଳିଙ୍ଗ ଯୁଦ୍ଧରେ କେଉଁ ନଦୀର ପାଣି ଲାଲ ହୋଇଥିଲା? ଉତ୍ତର ହେଉଛି ଦୟାନଦୀ। ଅଶୋକ କଳିଙ୍ଗ ଆକ୍ରମଣ କରିଥିଲେ ଦୟାନଦୀ କୂଳରେ। କଳିଙ୍ଗ ଯୁଦ୍ଧ 261 ଖ୍ରୀଷ୍ଟାବ୍ଦରେ ହୋଇଥିଲା। ଏଣୁ କଳିଙ୍ଗ ଯୁଦ୍ଧରେ ଦୟାନଦୀର ପାଣି ଲାଲ ହୋଇଥିଲା। 2 ନମ୍ବର, ହୁଗୁଳି ନଈ କୂଳରେ କେଉଁ ସହର ଅବସ୍ଥିତ? ଉତ୍ତର କୋଲକାତା। ହୁଗୁଳି ହେଉଛି ଗଙ୍ଗା ନଦୀର ଏକ ଶାଖା ନଦୀ। ଏଣୁ ହୁଗୁଳି ନଈ କୂଳରେ ଆମର କୋଲକାତା ସହର ଅବସ୍ଥିତ। 3 ନମ୍ବର, ମହାରାଣା ପ୍ରତାପ କେଉଁ ଅସ୍ତ୍ର ସହିତ ସମ୍ବନ୍ଧିତ? ଉତ୍ତର ହେଲା ଭାଲା। 4 ନମ୍ବର, ଭାରତର ଜାତୀୟ ନୀତି କ'ଣ? ଉତ୍ତର ଅହିଂସା, ନନ୍ ଭାଓଲେନ୍ସ। 5 ନମ୍ବର, ବିଶ୍ୱରେ ସବୁଠାରୁ ବଡ଼ ମସଜିଦ୍ କେଉଁଠାରେ ଅବସ୍ଥିତ? ସେଇଟା ହେଲା ଆଲ୍ ମାଲବିଆ। ଯିବା 6 ନମ୍ବରକୁ, ସାତ ପାହାଡ଼ର ନଗର କେଉଁ ଦେଶକୁ କୁହାଯାଏ? ଉତ୍ତର ରୋମ। ରୋମ ନଗରକୁ ସାତ ପାହାଡ଼ର ନଗର ବୋଲି ରୋମ ଦେଶକୁ ସାତ ପାହାଡ଼ର ନଗର ବୋଲି କୁହାଯାଏ। 7 ନମ୍ବର ପ୍ରଶ୍ନ, ଖ୍ରୀଷ୍ଟପୂର୍ବ 487ରେ କେଉଁ ବଂଶ ପ୍ରତିଷ୍ଠିତ ହୋଇଥିଲା? ଉତ୍ତର ହେଲା ଗୁପ୍ତ ବଂଶ। 8 ନମ୍ବର, ରାମାୟଣ ଓ ମହାଭାରତର ଯୁଗକୁ କ'ଣ କୁହାଯାଏ? ଉତ୍ତର ଧର୍ମଯୁଗ। 9 ନମ୍ବର, ପୃଥିବୀରେ ଚଞ୍ଚଳ ବଢ଼ୁଥିବା ଗଛ କିଏ? ଉତ୍ତର ହେଲା ବାଉଁଶ। ବାଉଁଶ ଏକ ଘାସ। କେଉଁ ଅବସ୍ଥାରେ ମନୁଷ୍ୟ ପାଇଁ ଟିକେଟ ଲାଗେ ନାହିଁ? ନା ଶିଶୁ ଅବସ୍ଥାରେ। 11 ନମ୍ବର ପ୍ରଶ୍ନକୁ ଯିବା, ପୃଥିବୀର କେଉଁ ପକ୍ଷୀର ଡେଣାର ରଙ୍ଗ 9 ପ୍ରକାର? ପିଠା ପକ୍ଷୀ। ପିଠା ପକ୍ଷୀର ଡେଣାରେ 9 ପ୍ରକାର ରଙ୍ଗ ଦେଖାଯାଏ। 12 ନମ୍ବର ପ୍ରଶ୍ନ, ଭାରତର ସବୁଠାରୁ ଲମ୍ବା ସୁଡ଼ଙ୍ଗ କେଉଁଠାରେ ଅଛି? ଉତ୍ତର ହେଲା ଜାମ୍ମୁ କାଶ୍ମୀର ଅଛି ଭାରତର ସବୁଠାରୁ ଲମ୍ବା ସୁଡ଼ଙ୍ଗ। 13 ନମ୍ବର, ଭାରତକୁ ଆସିଥିବା ସର୍ବପ୍ରଥମ ଚୀନ ପରିବ୍ରାଜକ କିଏ? ନା ସିଏ ହେଉଛନ୍ତି ଫାଇୟାନ। 14 ନମ୍ବର, ହିନ୍ଦୀ ରାମାୟଣର ରଚୟିତା କିଏ? ତୁଳସୀ ଦାସ। ତୁଳସୀ ଦାସ ହେଉଛନ୍ତି ହିନ୍ଦୀ ରାମାୟଣର ରଚୟିତା। ଜବାହରଲାଲ ନେହେରୁଙ୍କୁ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ କିଏ ଶପଥ ପାଠ କରାଇଥିଲେ? ନା ଲର୍ଡ଼ ମାଉଣ୍ଟ ବ୍ୟାଟେନ୍, ଭାରତର ଶେଷ ଭାଇସରାୟ। 16 ନମ୍ବର, ପବିତ୍ର ମଦିନା ସହର କେଉଁ ଦେଶରେ ଅବସ୍ଥିତ? ନା ମଦିନା ସହର ସାଉଦି ଆରବରେ ଅବସ୍ଥିତ। 17 ନମ୍ବର ପ୍ରଶ୍ନ, ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା କେବେ ହୋଇଥିଲା? ଅକ୍ଟୋବର 29 ତାରିଖ 1999 ମସିହାରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ହୋଇଥିଲା। 18 ନମ୍ବର, ଆକବର କେଉଁ କର ହିନ୍ଦୁମାନଙ୍କ ଉପରୁ ଉଠାଇଥିଲେ? ଉତ୍ତର ହେଉଛି ଜିଜିଆ କର ସେ ହିନ୍ଦୁମାନଙ୍କ ଉପରୁ ଉଠାଇଥିଲେ। 19 ନମ୍ବର, ଦୁଗ୍ଧ ଉତ୍ପାଦନରେ କେଉଁ ଦେଶ ପ୍ରଥମ? ନା ଦୁଗ୍ଧ ଉତ୍ପାଦନରେ ଭାରତ ହେଉଛି ପ୍ରଥମ। ଦୁଗ୍ଧ ଉତ୍ପାଦନକୁ ଶ୍ଵେତ ବିପ୍ଳବ କୁହାଯାଏ। 20 ନମ୍ବର ପ୍ରଶ୍ନ, ପଞ୍ଜାବ ରାଜ୍ୟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ କିଏ? ନା ରାଜିନ୍ଦର କୌର ଭାଟାଲ।